এই দেশରେ ଭାରତବର୍ଷରେ ଯେଉଁ ବ୍ୟବସ୍ଥା ଥିଲା ଏଇ ସମ୍ବିଧାନ ତିଆରି ହେବା ପୂର୍ବରୁ ଗୋଟେ ସମ୍ବିଧାନ ତ ଥିଲା। ସେ ସମ୍ବିଧାନଟା କ'ଣ ନା କ'ଣ ମନୁସ୍ମୃତି ଏବଂ ମନୁସ୍ମୃତି ବ୍ୟବସ୍ଥାଟାକୁ ଟିକେ ଯେଉଁମାନେ ଶିକ୍ଷିତ ଭଉଣୀ ଅଛନ୍ତି ତାଙ୍କୁ କହିବ ବହି ଖଣ୍ଡେ ଦୁଇ ଖଣ୍ଡ ନିଅ ପଢ଼ ତମ ବିଷୟରେ କ'ଣ ସବୁ ଲେଖା ହେଇଛି। କାରଣ ଯେଉଁମାନେ ବାହାରୁ ଆସିଥିଲେ ସବୁ ତାଙ୍କ ସହିତ ସ୍ତ୍ରୀ କେହି ଆସିନଥିଲେ। ତେଣୁ ସେ ବୁଝିଲେ ଯେ ଆମେ ଏଇ ଦେଶର ଯେଉଁ ସ୍ତ୍ରୀମାନଙ୍କୁ ରଖିବା ତାକୁ ସମ୍ପୂର୍ଣ୍ଣ ଭାବରେ ଶିକ୍ଷାରୁ ବଞ୍ଚିତ କରିବା ଏବଂ ଘରୁ ତାକୁ ଛାଡ଼ିବାନି, ଆବଦ୍ଧ କରି ରଖିବା। ତେଣୁ ଯିଏ ଅସୁପସ୍ୟା ରମଣୀ ହେବ, ଯିଏ ଘରୁ ବିଲକୁଲ ନେବାର ତାର ଇଜ୍ଜତ ବେଶୀ, ଏହିପରି ଇଜ୍ଜତରେ ତାକୁ ରଖୁଥିଲେ। ତେଣୁ ସେ ସମାଜ କଥା କି କୌଣସି ଲୋକ କଥା ଜାଣିବାର ତାକୁ ବଞ୍ଚିତ କରାହେଇଥିଲା। ତେଣୁ ଏପରିକି ତାଙ୍କ ରାମଚରିତ ମାନସରେ କ'ଣ ଲେଖିଲେ ତୁଳସୀଦାସ, ଭୁଲଗର ଶୂଦ୍ର ପଶୁ ନାରୀ ତାର ନାକେ ଅଧିକାରୀ। ତାହେଲେ ସ୍ତ୍ରୀମାନଙ୍କୁ ପଶୁ ସହିତ ରଖିଥିଲେ ସମାନ କରି ଏହିପରି ଭାବରେ। ତେଣୁ ଯଦି ଭଉଣୀମାନେ ଯଦି ଏ କଥା ନ ଜାଣିବ, ଯଦି ଏଇ କଥାଟା ହେଇଥିଲା, ଏଇ କଥାଟାକୁ କେତେବେଳେ ହେଲା ଯେତେବେଳେ ସାବିତ୍ରୀବାଈ ଫୁଲେ ଆସିଲେ, ସାବିତ୍ରୀବାଈ ଫୁଲେ ମଧ୍ୟ ଜ୍ୟୋତିବା ଫୁଲେ କଥା କହିଥିଲି। ସାବିତ୍ରୀବାଈ ଫୁଲେ ଆସିଲା ପରେ ବାବା ଜ୍ୟୋତିବାର ଫୁଲେ ସେ ପାଠ ପଢ଼ୁନଥିଲେ, କାରଣ ସ୍ତ୍ରୀକୁ ତ ବାରଣ ଥିଲା ତାକୁ ସେ କିନ୍ତୁ ପଢ଼ିବେ। ତେଣୁ ଜ୍ୟୋତିବାର ଯେଉଁ ପଢ଼ିଲା ପରେ ତାଙ୍କ ସ୍ତ୍ରୀକୁ ସେ ଟିକେ ପାଠ ପଢ଼େଇଲେ। ପଢ଼େଇଲା ପରେ ସେ ଭାବିଲେ ଯଦି ଶିକ୍ଷା ନ ପାଇବା ଆମ ଲୋକ ତାହେଲେ କିଛି ହେବନି। ତେଣୁ ସେ ସ୍କୁଲ ଜାଣି ସ୍ତ୍ରୀ ଲୋକମାନଙ୍କ ପାଇଁ ସ୍କୁଲ ତିଆରି, ଯଦିଓ 1813ରେ ସ୍କୁଲ ହେଇଥିଲା, ଆରମ୍ଭ କରିଥିଲା ଇଂରେଜ, କିନ୍ତୁ 1848ରେ ଝିଅମାନଙ୍କ ସ୍କୁଲ ଆରମ୍ଭ ହେଲା। ଇଏ ସାବିତ୍ରୀବାଈ ଫୁଲେ କଲେ। ଏବଂ ସେ ଯେତେବେଳେ କଲେ, ସେ ଯେତେବେଳେ ଯାଉଛି ରାସ୍ତାରେ ତାଙ୍କ ଦେହକୁ ଗୋବର ପଦକୁ ଫିକିଲେ। ଏବଂ ଏବେ ସିନେମା ବାହାରିଥିଲା ଏବଂ ସେଇଟାକୁ କିନ୍ତି ମାନେ ବାରଣ କରୁଥିଲେ, ବହୁ କଷ୍ଟ ମାନେ ଲାଷ୍ଟରେ ରିଲିଜ୍ ହେଲା। ତା କାହିଁ ବାରଣ କରୁଥିଲେ, କାରଣ ଏଇ ଦୃଶ୍ୟ ଗୁଡ଼ା ଲୋକ ନ ଦେଖନ୍ତୁ। ତାଙ୍କର ସେ ବିଭିନ୍ନ ଟାଇପ୍ର ସିନେମା କରୁଛନ୍ତି, ମଜା ମଜଲିସି ଅଙ୍କ, ସମାଜ ସଂସ୍କାର ସିନେମା ନାହିଁ। ତେଣୁ ସେଇ ଦୃଷ୍ଟିରୁ କିନ୍ତୁ ସିନେମା ହେଇଛି। ତେଣୁ ସେଇ ଦୃଷ୍ଟିରୁ ନାରୀ ଶିକ୍ଷା ଯେଉଁ 1848ରେ ପୁଣି ଆରମ୍ଭ ହେଇଛି। ଆରମ୍ଭ ହେଉ କ'ଣ ସବୁ ଶିକ୍ଷା ହେଇଗଲା। ତେଣୁ ଯେଉଁ ଭଉଣୀମାନେ ତମେ ପାଠ ପଢ଼ିଛ, ଯଦି ଇଂରେଜ ନ ଆସିଥାନ୍ତେ, 1813ରେ ଶିକ୍ଷା କଥାଟା ପବ୍ଲିକ୍ ସ୍କୁଲ ନ କରିଥାନ୍ତେ, ଶିକ୍ଷା ସମ୍ପତ୍ତିରୁ ବାଞ୍ଚିତ ସମସ୍ତଙ୍କୁ କରିଥିଲେ ତଳ ଶ୍ରେଣୀ ଲୋକକୁ, ଏବଂ ସ୍ତ୍ରୀମାନଙ୍କୁ ମଧ୍ୟ ଝିଅମାନଙ୍କୁ ମଧ୍ୟ ସେ ଶୂଦ୍ର ରଖିଦେଇଥିଲେ, ଶୂଦ୍ର ପଶୁ ନାରୀ। ତେଣୁ ଶୂଦ୍ର ରଖିଦେଇଥିବାରୁ ତାକୁ ମଧ୍ୟ ଶୂଦ୍ରକୁ ତ କରିଥିଲେ, ସମସ୍ତ ସ୍ତ୍ରୀକୁ ମଧ୍ୟ ଶିକ୍ଷାରୁ ବଞ୍ଚିତ କରିଥିଲେ। ସେ କାରଣ ସ୍ତ୍ରୀ ଗୁଡ଼ିକ ସେ ଆସିଥିବା ଲୋକଙ୍କର ସେ ଝିଅ ନୁହନ୍ତି, ଏଇ ଭାରତର ସେମାନେ ଝିଅ। ତେଣୁ ତାଙ୍କ ଘରେ ଯେତେବେଳେ ଅଛନ୍ତି, ସେ ଯଦି ଶିକ୍ଷା ପାଇଯିବ ସେ ହয়তো କିଛି ଜାଣିଯିବ। ତେଣୁ ତାକୁ ମଧ୍ୟ ଟୋଟାଲି ଅଜ୍ଞତାରେ ରଖିଦେଲେ। ଏଇ ଦୃଷ୍ଟିରୁ ଯଦି କିଛି ଭଉଣୀ ବର୍ତ୍ତମାନ ଶିକ୍ଷା ପାଇଛ, ତାହେଲେ ତୁମେ ମନୁସ୍ମୃତି ଟିକେ ପଢ଼, ରାମାୟଣ ଫାମାୟଣ ଯେଉଁ ଲେଖିତେ ମାନେ ଦେଖନ୍ତୁ, ସୀତାକୁ ରାମ ଇନ୍ତି ବ୍ୟବହାର କଲେ ଯେ ସେ ଆତ୍ମହତ୍ୟା କଲା। ଏବଂ ସମସ୍ତେ ବସିଛନ୍ତି, ଭୀଷ୍ମ ଦ୍ରୋଣ କର୍ଣ୍ଣ ସବୁ ବସିଛନ୍ତି, ଦ୍ରୌପଦୀକି ଅବଲୋକନ କରାହେଉଛି। ଏ ହେଉଛି ସ୍ତ୍ରୀର ଇଜ୍ଜତ। ତାଙ୍କ ସ୍ୱାମୀ 5ଟା ବି ବସିଛନ୍ତି, ତାହେଲେ ଏଇ ହେଉଛି ସ୍ତ୍ରୀମାନଙ୍କ ଇଜ୍ଜତ। ତେଣୁ ଏହିପରି ଭାବରେ ଯେଉଁ ହେଇଛି, ଏଇ ଯେଉଁ ତାଙ୍କର ସମ୍ବିଧାନ ମନୁସ୍ମୃତି ଲେଖିଥିଲେ, ସେଇଟା ଏତେ କଦର୍ଯ୍ୟ ଥିଲା ବୋଲି 1927 ମସିହାରେ ଡିସେମ୍ବର 25ରେ ବାବା ସାହେବ ସାଧାରଣ ସଭା କରି ପୋଡ଼ିଦେଲେ। ସଭାରେ ପୋଡ଼ି ଦେଇଥିଲେ ନାହିଁ 1927 ମସିହା ଡିସେମ୍ବର 25ରେ। ତାହେଲେ ବାବା ସାହେବ ପ୍ରକୃତରେ ସେଇଟା ପୋଡ଼ିଲା ପରେ ଆଣିଛନ୍ତି ସମ୍ବିଧାନ ଯେତେବେଳେ ରଚନା ହେଲା, ସେଥିରେ ତା ପରେ ପରେ ହିନ୍ଦୁ କୋଡ଼୍ ବୋଲି କରିଛନ୍ତି, ଯେ ହିନ୍ଦୁ ବ୍ୟବସ୍ଥାରେ ନାରୀମାନଙ୍କୁ ଯେଉଁ ଅତ୍ୟାଚାର କରାହେଉଥିଲା ସେଥିରୁ ମହିଳାମାନଙ୍କୁ ମୁକ୍ତ କରିବା ପାଇଁ ସେ ହିନ୍ଦୁ କୋଡ଼୍ ବିଲ୍ ଆଣିଥିଲେ, ଯେଉଁଟାକି ସେ କାର୍ଯ୍ୟକାରୀ କରେଇ ଦେଲେନି, ବରଂ ବାବା ସାହେବଙ୍କର ପ୍ରତିମୂର୍ତ୍ତି ପୋଡ଼ିଲେ। କିନ୍ତୁ ନେହେରୁ ରିଲାଇଜ୍ କଲେ, ତେଣୁ ଆସ୍ତେ ଆସ୍ତେ 1956 ସୁଦ୍ଧା କିଛି ପାର୍ଟ ହେତୁରୁ କରେଇଲେ। ତାହେଲେ କେଉଁ ମହିଳା ବର୍ତ୍ତମାନ ଆମ୍ବେଦକର ନାଁ ନେଉଛ? ଏବଂ ସେ କ'ଣ ପାଇଁ ରିଜାଇନ୍ କଲେ 51 ମସିହାରେ? ଯେହେତୁ ପଛୁଆ ବର୍ଗ କଥା କରାହେଲାନି ଏବଂ ମହିଳାମାନଙ୍କ କଥା କରାହେଲାନି,
এই দুইটা ইস্যু ନେଇକିରି ବାବା ସାହେବ ଭାରତର ଆଇନ ମନ୍ତ୍ରୀ ଇସ୍ତଫା କରିଦେଲେ। କେଉଁ ପଛୁଆ ବର୍ଗ ତାଙ୍କର ନ ନେଉଛି ନା କେଉଁ ମହିଳା ନେଉଛି? ଏଇ ଦୁଇଟା ଇସ୍ୟୁ ଉପରେ ସେ ରିଜାଇନ୍ କଲେ 51ରେ। ତେଣୁ ସେଇ ଦୃଷ୍ଟିରୁ ଯିଏ ଆମ ପାଇଁ କାମ କରିଛନ୍ତି ତା କଥା ମନେ ନ ପକେଇକିରି ଆମେ ଏ ଅବାନ୍ତର ଲୋକ ଯେଉଁ ଚୋର ଟଣ୍ଡାଳ ଗୁଡ଼ାକ ତାଙ୍କର ସ୍ତୁତିଗାନ କରୁଛେ, ତାଙ୍କ ପାଇଁ ଯାଇ ଜିନ୍ଦାବାଦ ପକାଉଛେ। ବର୍ତ୍ତମାନ ମହିଳାମାନଙ୍କ ଉପରେ କେତେ ଅତ୍ୟାଚାର ହେଉଛି ମାନେ ତା'ର ସୀମା ନାହିଁ। ତା ସତ୍ତ୍ୱେ ମାନେ ଭଉଣୀମାନେ ଯଦି ନ ଜାଗିବ ବାଟ କ'ଣ ଅଛି ଆଉ? ପ୍ରତିଦିନ ମର୍ଡ଼ର, ରେପ୍, ମର୍ଡ଼ର ସବୁ ଚାଲିଛି। ତେଣୁ ୟା ସତ୍ତ୍ୱେ ମଧ୍ୟ ତୁମେ ଯଦି ସଂଗଠିତ ନ ହେବ ଏବଂ ଏ ବ୍ୟବସ୍ଥା ବିରୁଦ୍ଧରେ ସଂଗ୍ରାମ ନ କରିବ, ଆମେ ଯେଉଁମାନେ ସବୁ ପିଲା ଯୁବକମାନେ ବାହାରିଛୁ, ଯେଉଁମାନେ ପ୍ରକୃତରେ ଏ ସମ୍ବିଧାନ ଠିକ୍ ଭାବରେ କାର୍ଯ୍ୟକରି ଲାଗିଛୁ, ଆମେ ସହିତ ହାତକୁ ହାତ ମିଳେଇ ଯଦି କାମ ନ କରିବା ତାହେଲେ ଏ ସମାଜକୁ ଆମେ କେମିତି ସଂସ୍କାରକୁ ଆଣିବା? ভিডিও ভালো লাগিলে ভিডিওକୁ লাইক করন্তু, ভিডিওକୁ শেয়ার করন্তু, কমেন্ট বক্সরে নিজর মতামত দিয়ন্তু। নূয়া ভিডিও দেখিবা পাই আম চ্যানেলକୁ সবস্ক্রাইব করন্তু, বেল আইকন রে ক্লিক করন্তু। দেখা হেব আউ এক নূয়া শিক্ষণীয় ভিডিওরে। নমস্কার।